मेडिकल जिते टर्मिनोलॉजी सब लैटिन वर्ड रू बनाए। रुमाटिक अर्थ होची जोटा जॉइंट रू बाहर। रुमाटिक हार्ट डिजीज गोटे विचित्र प्रकार गोटे रोग जोठी की 14-15 वर्ष कि 13 वर्षर छुआ को प्राय थ्रोट रे गोटे पर्टिकुलर टाइप ऑफ इन्फेक्शन टा धरे। आ ये थ्रोट रे इन्फेक्शन गोटे पर्टिकुलर ऑर्गेनिज्म अच्छी बीटा हिमोलाइटिक स्ट्रेप्टोकोकस जो हुए। ଆଉ ସେ ଇନଫେକ୍ସନ ର ପ୍ରତିକାର ରେ ଆମର ବଡିର ନିଜର ଆଣ୍ଟିବଡି ଅଛି ଯୋଉଟା କି ସେ ଅର୍ଗାନିଜମକୁ ମାରିବା ପାଇଁ ଚେଷ୍ଟା କରେ। କିନ୍ତୁ ଏଥିରେ ଗୋଟେ ବିଚିତ୍ର ଜିନିଷଟା ଏହା ଯେ ଏଇ ଅର୍ଗାନିଜମ ର ଯୋଉ ଅ, ଏଇ ଯୋଉ ବ୍ୟାକ୍ଟେରିଆଟା ଅଛି ଏଇ ବ୍ୟାକ୍ଟେରିଆଟା ଆମର ହାର୍ଟ ର କାର୍ଟିଲେଜ ଟିସ୍ୟୁ ଇଲାଷ୍ଟିକ ଟିସ୍ୟୁ ଯୋଉଠି ବି ଆମ ବଡିରେ ଅଛି ତାରି ଭଳିଆ ଏଟା ବ୍ୟାକ୍ଟେରିଆଟାର ସେଲ୍ ପ୍ରୋଟିନଟା ଅଛି। ତେଣୁକି ଯୋଉ ଆଣ୍ଟିବଡିଟା ବ୍ୟାକ୍ଟେରିଆକୁ ମାରୁଛି ସେଇ ଆଣ୍ଟିବଡିଟା ଆମ ଦେହର ଭିତରେ ନିଜର ଇଲାଷ୍ଟିକ ଟିସ୍ୟୁକୁ ବି ମାରୁଛି, ତାକୁ ବି ଡ୍ୟାମେଜ କରୁଛି। ତ ଆମ ଦେହ ଭିତରେ ଇଲାଷ୍ଟିକ ଟିସ୍ୟୁ ଗୁଡାକ କୋଉଠି କୋଉଠି ଅଛି, ଜଏଣ୍ଟରେ ଅଛି, ହାର୍ଟର ଭାଲ୍ଭ ଭିତରେ ଅଛି। ଏଇ ଦିଟା ମୁଖ୍ୟ ଏରିଆଟା। ଜଏଣ୍ଟ ଗୁଡାକ ସେଥିପାଇଁ ଡ୍ୟାମେଜ କଲେ କଣ ହବ, ଜଏଣ୍ଟ ପେନ୍। ଆଉ ହାର୍ଟର ଭାଲ୍ଭ ଗୁଡାକ ଖରାପ ହେଲେ କଣ ହବ, ହାର୍ଟର ଭାଲ୍ଭ ଗୁଡାକ ଧୀରେ ଧୀରେ ନଷ୍ଟ ହେବ। ତ ଯେହେତୁ ହାର୍ଟର ଭାଲ୍ଭ ଆଡ ହେଲା ବେଳକୁ ତା ସାଇଡରେ ପେସେଣ୍ଟ ଆଉ ବି କହିବ ଯେ ନାଇଁ ମୋର ଜଏଣ୍ଟ ପେନ୍ ବି ହଉଛି, ତା ନାଁଟା ପଡିଯାଉଛି ରୁମାଟିକ ହାର୍ଟ। କିନ୍ତୁ ଆକ୍ଚୁଆଲି ଆପଣ ଯଦି ଦେଖିବେ ଯେ ୟାର ଜଏଣ୍ଟ ସାଙ୍ଗରେ ଡାଇରେକ୍ଟ ରିଲେସନ କିଛି ନାହିଁ, ତା ଇନଡାଇରେକ୍ଟ ରିଲେସନଟା ଅଛି। ଇଏ ରୋଗଟା ଏଇଥିପାଇଁ ହୁଏ ଯେ ଆମ ବଡିର ନିଜ ଇମ୍ୟୁନିଟିଟା ନିଜ ଦେହର ଜଏଣ୍ଟ ଗୁଡାକୁ ଆଉ ହାର୍ଟର ଭାଲ୍ଭ ଗୁଡାକୁ ଆଟାକ କରିକି ମାରିବା ପାଇଁ ଚେଷ୍ଟା କରେ। ଏଟା ଭୁଲ ଭାବିକିରି ଯେ ସେଇଟା ହିଁ ସେ ପ୍ରକାର ବ୍ୟାକ୍ଟେରିଆ ଗୁଡାକ ଯାହା ଚକ୍କରରେ ଯାହା ଇନଫେକ୍ସନରେ ଆମର ଥ୍ରୋଟରେ ଇନଫେକ୍ସନ ହେଇଛି। କିନ୍ତୁ ଏଟା ଗୋଟେ ବଡ ସ୍ଲୋ ପ୍ରୋସେସଟା, ଏମିତି ନୁହଁ ଯେ ଘଣ୍ଟାଟେ ଭିତରେ ଡ୍ୟାମେଜ ହେଇଯାଏ। ଆଉ ଯୋଉଦିନ ଥ୍ରୋଟରେ ଇନଫେକ୍ସନ ହେଲା ତାର 2 ଦିନ ପରେ ତାର ହାର୍ଟର ଭାଲ୍ଭ ଗୁଡା ଖରାପ ହେଇଯାଉ, ଏମିତି ହୁଏନି କେବେ। এটা ଧୀରେ 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 ହବ। ପାଖାପାଖି 5-10 ବର୍ଷ, 10 ବର୍ଷ, 15 ବର୍ଷ, 20 ବର୍ଷ ଲାଗେ। ତ ଯେହେତୁ 15-14 ବର୍ଷର ପିଲାଙ୍କୁ ଏଇ ଇନଫେକ୍ସନଟା ହେଇଥାଏ, ପାଖାପାଖି ଆପଣ ଭାବନ୍ତୁ ଯେ 25-30 ବର୍ଷର ଯେତେବେଳେ ୟଙ୍ଗ ଆଡଲ୍ଟ ମାନେ ହେଇଥିବ ଠିକ ସେତେବେଳକୁ ତାଙ୍କର ସିରିୟସ ପ୍ରୋବ୍ଲେମ ଗୁଡାକ ଆରମ୍ଭ ହବ। ଆଉ ପ୍ରୋବ୍ଲେମ ଗୁଡା କଣ ହବ, ତାଙ୍କ ହାର୍ଟର ଭାଲ୍ଭ ଗୁଡା ଡ୍ୟାମେଜ ହେଇଗଲେ ହାର୍ଟର ଠିକରେ ପମ୍ପିଂଟା ହେଇପାରିବ ନାହିଁ। ହାର୍ଟର ଭାଲ୍ଭର ଦିଟା ପ୍ରକାର ଡ୍ୟାମେଜ। ଗୋଟେ ହଉଛି ଯେ ହାର୍ଟର ଭାଲ୍ଭ ଗୁଡା ବେସିକାଲି ଏମିତି ପତା ଭଳିଆ ଖୋଲୁଥାଏ ବନ୍ଦ ହଉଥାଏ, ଖୋଲୁଥାଏ ବନ୍ଦ ହଉଥାଏ। এইଗୁଡା କେବେ କେବେ ଡ୍ୟାମେଜ ହେଇକି ପୁରା ନ୍ୟାରୋ ହେଇଯାଏ, ତେଣୁକରି ବ୍ଲଡ ଟା ସ୍ମୁଥଲି ଯାଇପାରୁନାହିଁ। ଏଇଟା ଗୋଟେ ପ୍ରକାର ଡ୍ୟାମେଜ, ଏଟାକୁ ଆମେ ଷ୍ଟେନୋସିସ୍ କହୁଛୁ। ତ ସେକେଣ୍ଡ ଟାଇପ ଅଫ ଡ୍ୟାମେଜ ଯୋଉଟା ଆଉ ଗୋଟେ ପ୍ରକାର ଅଛି, ଯୋଉଟା କି ହାର୍ଟର ଭାଲ୍ଭ ଗୁଡାକ ବନ୍ଦ ହବନି, ଲିକ୍ କରିବ ସବୁବେଳେ। ତେଣୁକରି ଏଟା ଖୋଲିଲା ବେଳକୁ ତ ଖୋଲୁଛି, ବନ୍ଦ ହେଲା ବେଳକୁ ଏକ ଦୁସରା ସାଙ୍ଗେ ଯୋଡି ହଉନି। ଯେହେତୁ ଯୋଡି ହଉନି ତା ଭିତରେ ଗ୍ୟାପ ରହିଯାଉଛି, ବ୍ଲଡ ଟା ଯେତେ ଗଲା ତଳକୁ ସେତିକି ପଛକୁ ଫେରିଗଲା। ତ ହାର୍ଟ ଟା ବେସିକଲି ଯୋଉ ପମ୍ପିଂ କରୁଛି ତାର କିଛି ଏଫେକ୍ଟ କିଛି ରହୁନି, କାହିଁକି ଯେତେ ଠେଲୁଛି ସେତିକି ପୁଣି ଫେରିକି ଆସୁଛି, ପୁଣି ଠେଲୁଛି ପୁଣି ଫେରିକି ଆସୁଛି। ଏ ଦିଟା ଯାକ କଣ୍ଡିସନରେ କଣ ହୁଏ, ହାର୍ଟର ଭାଲ୍ଭ ଟା ଏତେ ଖରାପ ହେଇଯାଏ ଯେ ଧୀରେ 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 ପମ୍ପ କରି 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 ହାର୍ଟ ଟା ଥକିଯାଏ, ଫେଲ ହେଇଯାଏ। ଯେହେତୁ ହାର୍ଟ ଟା ଭଲକି ପମ୍ପିଂ କରୁନାହିଁ, ଏ ଲୋକକୁ ସବୁବେଳେ ଥକା ଥକା ଲାଗିବ। କୌଣସି ପରିଶ୍ରମ କମ କଲେ, କୌଣସି ଦୌଡ଼ି ଗଲେ ବା ସିଢି ଚଢି ଗଲେ ବା କୌଣସି ପ୍ରକାର ଜିନିଷ ଆପଣ କହିବେ ଯେ ଏଇ ଓଜନ ଜିନିଷଟା ଉଠେଇ ଦିଅନ୍ତୁ, ଯାଇକି ସେଠି ପାଣିରେ ଟିକେ ପହଁରିକି ପଳେଇ ଆସନ୍ତୁ, ନଈଟା ପହଁରିକି ସେପଟୁ ପଳାନ୍ତୁ ବା କୂଅରୁ ପାଣି କାଢି ଦିଅନ୍ତୁ। ଏ ଜିନିଷ ସେମାନେ କରିପାରିବେ ନାହିଁ, କାହିଁକି ନା ହାର୍ଟର ପମ୍ପିଂଟା ଭଲ ନାହିଁ। ତେଣୁକରି ରେଷ୍ଟ ରହିଲେ ତ ଠିକ ଠାକ ଅଛି, କିନ୍ତୁ ଯେତେବେଳେ ଏକ୍ସରସାଇଜ କରିବାକୁ ପଡୁଛି ବା ଷ୍ଟ୍ରେସ୍ କରିବାକୁ ପଡୁଛି ବା କୌଣସି ଓଜନ କାମ କରିବାକୁ ପଡୁଛି, ହାର୍ଟଟା ପମ୍ପ କରିପାରୁନି। ଏମାନେ ସବୁବେଳେ ଛୋଟ ଛୋଟ ଅଳ୍ପ ଟିକେ ଟିକେ କଥାରେ ଥକିଯାନ୍ତି, ସେଟା ତାର ଦ୍ୱିତୀୟ ଲକ୍ଷଣ। ଥାର୍ଡ ଜିନିଷ ହଉଛି, ଯେହେତୁ ଭାଲ୍ଭ ଗୁଡା ଖରାପ ହେଇଯାଇଛି, ହାର୍ଟର ପମ୍ପିଂ କରି କରି ଥକିକିରି ଧୀରେ 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 ସାଇଡ ଗୁଡା ବଢିଯାଏ, ହାର୍ଟର ଡିଫରେଣ୍ଟ ଡିଫରେଣ୍ଟ ପାର୍ଟସ ଗୁଡା। এই ସାଇଜ ଗୁଡା ବଢିଗଲେ ତାର କମ୍ପ୍ଲିକେସନ ଟା କଣ, ୟା ଭିତରେ କ୍ଲଟ ଗୁଡା ଡେଭଲପ କରିଯାଇପାରେ ବା ହାର୍ଟ ରେଟ୍ ଟା ଇରେଗୁଲାର ହେଇଯାଇପାରେ। ଯଦି ଇରେଗୁଲାର ହେଲା ତାହେଲେ କଣ ହବ, ଏ ଲୋକଙ୍କର ଛାତିଟା ସବୁବେଳେ ଧଡ 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 ହେଲା ବେଳେ ଲାଗେ। ତ କେତେଥର ଆପଣ ସେ ରୁମାଟିକ ହାର୍ଟ ଡିଜିଜ ପେସେଣ୍ଟ ମାନେ କହିବେ ଯେ ନାଇଁ ଆମେ ସବୁବେଳେ ଠିକ ରହୁଛୁ ଯେ, କିନ୍ତୁ ଟିକେ କଣ ଏକ୍ସରସାଇଜ କରିଦେଲେ ଆମ ଛାତିଟା ସବୁବେଳେ ଧଡ 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 ଧଡ। ଆଉ କମ୍ପ୍ଲିକେସନ୍ସ ତ ଅଛି, ମୁଁ ଆପଣଙ୍କୁ କହିଲି କ୍ଲଟ ଟା ଡେଭଲପ ହେଇଯାଇପାରେ। ଯଦି କ୍ଲଟ ହେଲା ତାହେଲେ ସେ ଛୋଟ କ୍ଲଟ ଗୁଡା ଫାଟି ଫାଟିକିରି ଅନ୍ୟ କୋଉ ଜାଗାକୁ ଲାଗିଯାଇପାରେ, ବ୍ରେନ ଷ୍ଟ୍ରୋକ ହେଇଯାଇପାରେ ବା ହାତ ଫସିଯିବ ବା ଗୋଡର ଆର୍ଟେରୀ ଫସିଯିବ, ତାହେଲେ ସେଟା ସାଙ୍ଗେ ସାଙ୍ଗେ ଗୋଟେ ପ୍ରୋବ୍ଲେମ ଗୁଡା ହେଇଯିବ। এইটা হচ্ছে রুমাটিক হার্ট ডিজিজর মুখ্য লক্ষণ। নম্বর 1 ଥକା ଲାଗିବାଟା, ନମ୍ବର 2 ଚେଷ୍ଟରେ ଟିକେ ଟିକେ ମାଇଲ୍ଡ ପେନ୍ ହେବାଟା, ନମ୍ବର 3 ହାର୍ଟ ରେଟ୍ ଯେହେତୁ ଇରେଗୁଲାର ଅଛି ଧଡ଼ 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 ହେବାଟା ଛାତିଟା, ଆଉ ନମ୍ବର 4 କୌଣସି ପରିଶ୍ରମ କାମ ନ କରିପାରିବାଟା ବା ଅନ୍ୟ କୁଆଡେ ଦୌଡିକି ଗଲା ବେଳକୁ ମୁଣ୍ଡ ବୁଲେଇକି ପଡିଯିବା। ଷ୍ଟେଥୋସ୍କୋପ ଲଗେଇଲେ ଆପଣ ତାଙ୍କର ହାର୍ଟର
ଯଦି abnormality କିଛି ଅଛି ହାର୍ଟ ରେଟ୍ ରେ ବା ହାର୍ଟ ର valve ର ସେଟାକୁ diagnose କରି ହବ, କିନ୍ତୁ ସେଟା ଗୋଟେ rough estimate ଟା। ତାର ପ୍ରିସାଇଜ ଏଷ୍ଟିମେଟ ଟା ଯେ କେତେ ସିଭିୟର ଅଛି ଆଉ କଣ ପ୍ରୋବ୍ଲେମ ଅଛି ସେଟା ଇକୋ ଟେଷ୍ଟ ଗୋଟେ କରାଯାଏ। ଇକୋ ଟେଷ୍ଟ ଗୋଟେ ପ୍ରକାର ସାଧାରଣ ଅଲ୍ଟ୍ରାସାଉଣ୍ଡ ଟେଷ୍ଟ ଟା। ସେଥିରେ କଣ ହବ ଆପଣଙ୍କର ହାର୍ଟ ର ଅଲ୍ଟ୍ରାସାଉଣ୍ଡ କରିକି ଆମେ କହିଦେଇ ପାରିବୁ ଯେ ଭାଲ୍ଭ ଟା ଖରାପ ଅଛି କି ନାହିଁ, କେତେଟା ଭାଲ୍ଭ ଖରାପ ଅଛି। ହାର୍ଟ ରେ ନର୍ମାଲି 4ଟା ଭାଲ୍ଭ ରହିବ, ତ ଗୋଟେ ଖରାପ ହେଇଛି କି 2ଟା ଖରାପ ହେଇଛି କି 3ଟା ଖରାପ ହେଇଛି କି କଣ ହେଇଛି, ଏବଂ କୋଉ ପଟର ଭାଲ୍ଭ ଟା ଖରାପ ହେଇଛି, ଆଉ କେତେ ଖରାପ ହେଇଛି, କେତେ ସିଭିୟରିଟି ଅଛି। ଯଦି ମାଇଲ୍ଡ ଅଛି ତାହେଲେ ମେଡିସିନ ରେ ହେଇଯିବା କଥା, କିନ୍ତୁ ଯଦି ମଡରେଟ ବା ସିଭିୟର ଭାଲ୍ଭ ଖରାପ ଅଛି ତାହେଲେ ତାକୁ ଭାଲ୍ଭ ଟାକୁ ଅପରେସନ କରିକି ଓପନ ହାର୍ଟ ଅପରେସନ କରିକି ଚେଞ୍ଜ କରି ଆର୍ଟିଫିସିଆଲ କୃତ୍ରିମ ଭାଲ୍ଭ ଲଗେଇ ଦେବ। ମେଡିକାଲ ମ୍ୟାନେଜମେଣ୍ଟରେ ଅନ୍ୟ ଜିନିଷ ବି ଅଛି। ଦେଖନ୍ତୁ ଆପଣ କହିଲେ ନା ହାର୍ଟ ରେଟ୍ ଯଦି ଇରେଗୁଲାର ଅଛି, ହାର୍ଟ ରେଟ୍ ପାଇଁ ମେଡିସିନ ଗୁଡା ଅଛି। ଆଉ ଦ୍ୱିତୀୟ କଥା ହଉଛି ଏମାନଙ୍କର ନା ଆଉ ଗୋଟେ ପ୍ରୋବ୍ଲେମ ହୁଏ ଯେ ପରିସ୍ରା ଭଲ ହୁଏ ନାହିଁ, ହାର୍ଟ ଭିତରେ ପାଣି ଗୁଡେ ଜମିଯାଏ। ତେଣୁକି ପରିସ୍ରା କରିବା ପାଇଁ ଅଧିକ ପରିସ୍ରା ହଉ ବୋଲି ଗୋଟେ ଡାୟୁରେଟିକ ଟାବଲେଟ ଦଉ, ସେଥିରେ ବାରମ୍ବାର ପରିସ୍ରା ହବ, ଟିକେ ହାର୍ଟ ପ୍ରେସର କମିଯାଏ। ये सब ଜିନିଷ ଗୁଡାକ ହଉଛି ହାର୍ଟ ସପୋର୍ଟିଭ ମେଡିସିନ, ଡାୟୁରେଟିକ ମେଡିସିନ, ହାର୍ଟ ରେଟ୍ କଣ୍ଟ୍ରୋଲ ମେଡିସିନ, ଏଗୁଡାକୁ ଦେଲେ ତାଙ୍କର ଟିକେ ସୁସ୍ଥ ରହିବେ। ବେଶୀ ଟାଇମ ନାହିଁ, କିନ୍ତୁ ଟିକେ ମାର୍ଜିନାଲ 10-15% ଇମ୍ପ୍ରୁଭମେଣ୍ଟ ସେଥିରେ। ଭାଲ୍ଭ ଦିଟା ପ୍ରକାର ଅଛି, ଗୋଟେ ହଉଛି ମେକାନିକାଲ ଭାଲ୍ଭ, ଗୋଟେ ହଉଛି ଟିସ୍ୟୁ ଭାଲ୍ଭ। ହାର୍ଟ ର ଭାଲ୍ଭ ଯୋଉ ଚେଞ୍ଜ ହଉଛି, ହାର୍ଟ ର ଭାଲ୍ଭ ଟା ଦିଟା ପ୍ରକାର ଅଛି, ମେକାନିକାଲ ଭାଲ୍ଭ ଅଛି ଆଉ ଟିସ୍ୟୁ ଭାଲ୍ଭ ଅଛି। ମେକାନିକାଲ ଭାଲ୍ଭ ଗୁଡାକ ଆର୍ଟିଫିସିଆଲ ପ୍ଲାଷ୍ଟିକ ଓ ମେଟାଲ ରୁ ବନେ, ଆଉ ଟିସ୍ୟୁ ଭାଲ୍ଭ ଗୁଡାକ ଅନ୍ୟ ଆନିମଲ୍ସ ରୁ ଆମେ ବନଉ। ତ ୟୁଜଲି ଗାଈରୁ କିମ୍ବା ଘୁଷୁରୀରୁ ପିଗରୁ ଟିସ୍ୟୁ ଭାଲ୍ଭ ଗୁଡା ବନାଯାଏ। ରେୟାର କୋଟି କୋଟି ବ୍ଲଡ ହୋମୋଗ୍ରାଫ ବ୍ଲଡ ଭାଲ୍ଭ ବ୍ୟାଙ୍କ ବି ଅଛି, ଯେମିତି ଇଣ୍ଡିଆରେ ଖାଲି ଏମ୍ସ ରେ ଅଛି, ଦିଲ୍ଲୀରେ। ସେଥିରେ କଣ ହୁଏ, ଅନ୍ୟ ଲୋକ ଯୋଉମାନେ ଡେଥ କରି ଯାଇଛନ୍ତି ତାଙ୍କର ହାର୍ଟ ର ଭାଲ୍ଭ ଗୁଡା ବି ଆପଣ କାଢିକି ହାର୍ଭେଷ୍ଟ କରି ରଖିପାରିବେ, ଏବଂ ଗୋଟେ ନର୍ମାଲ ଲୋକଙ୍କୁ ସେଟା ଲଗେଇକି ଦିଆହେଇପାରିବ। ଏଇଟା ହଉଛି ମୁଖ୍ୟ ସୋର୍ସ ଆର୍ଟିଫିସିଆଲ ଭାଲ୍ଭର। ଏବାଉଟ ମୁଁ କହିବି 80% ଖଣ୍ଡେ ଲୋକଙ୍କର ମେକାନିକାଲ ଭାଲ୍ଭ ଆଉ 20% ଲୋକଙ୍କର ଟିସ୍ୟୁ ଭାଲ୍ଭ ଲାଗୁଛି। ହୋମୋଗ୍ରାଫ୍ଟ ଭାଲ୍ଭ ଇମ୍ପ୍ଲାଣ୍ଟେସନ ଇଣ୍ଡିଆରେ ବହୁତ କମ ହଉଛି। ଟିସ୍ୟୁ ଭାଲ୍ଭ ଟା ଯେହେତୁ ଆନିମାଲ ଟିସ୍ୟୁରୁ ବନା ହେଇଛି, ଟିସ୍ୟୁ ଭାଲ୍ଭ ର ଗୋଟେ କିଛି ଆଡଭାଣ୍ଟେଜ ଅଛି, କିଛି ଡିସଆଡଭାଣ୍ଟେଜ ଅଛି। ଯେହେତୁ ଏଟା ଆନିମାଲ ଭାଲ୍ଭ ଗୁଡାରୁ ବନା ହେଇଛି, ୟାର ଆଡଭାଣ୍ଟେଜ ଟା କଣ, ଆମର ହାର୍ଟ ଭାଲ୍ଭ ନିଜ ହାର୍ଟ ଭାଲ୍ଭ ଭଳିଆ ସେଟା ସେଟା ବିହେଭ କରେ। ଆଉ ସେଇଥିପାଇଁ ତା ଦେହରେ ସ୍ପେଶାଲ ଆଣ୍ଟିକ୍ଲଟିଂ ମେଡିସିନ ଏରା ଖାଇବାଟା ଦରକାର ନାହିଁ। ତେଣୁକୁ ଯେହେତୁ ଆଣ୍ଟିକ୍ଲଟିଂ ମେଡିସିନ ଦରକାର ନାହିଁ ଖାଇବାଟା, ଏବଂ ବିଶେଷ କିଛି ତା ପାଇଁ ଏତେ ନିୟମାବଳୀ, ଏତେ ଷ୍ଟ୍ରିକ୍ଟନେସ୍ ମେଣ୍ଟେନ କରିବା ଦରକାର ନାହିଁ। ଯୋଉମାନେ ଦୂର ଦୂରାନ୍ତ ଏରିଆରେ ରହୁଛନ୍ତି ବା ଯୋଉମାନେ ଏତେ ସକ୍ଷମ ନୁହନ୍ତି, ଏତେ ଏଜୁକେଟେଡ ନୁହନ୍ତି, ଏତେ ମୋଟିଭେଟେଡ ନୁହନ୍ତି ବା ଫାଇନାନ୍ସିଆଲି ଏତେ ଷ୍ଟେବଲ ନୁହନ୍ତି, ସେମାନଙ୍କ ପାଇଁ ଏଇଟା ବହୁତ ଭଲ। ଆପଣ ବୁଝିପାରୁଥିବେ ଯେ ଏଇଟା ଡେଲି ଡେଲି ଚେକ୍ କରିବା ଦରକାର ନାହିଁ, ମେଡିସିନ ଖାଇଲା କି ନାହିଁ, ସେ ମେଡିସିନ ଟା ଆଣ, ଆପଣ ମଝିରେ ଭୁଲିଗଲ, ବର୍ଷା ପଡିଥିଲା ମିଳିଲାନି, ଆମ ପାଖ ଡିସ୍ପେନ୍ସରୀ ନଥିଲା, ସପ୍ଲାଇ ସରିଯାଇଥିଲା, ଏସବୁ ଜିନିଷ ହବ ନାହିଁ। ଡିସଆଡଭାଣ୍ଟେଜ ଟା କଣ, ଯେ ଯେହେତୁ ଏଟା ଆନିମାଲ ଟିସ୍ୟୁ ଟା 15-20 ବର୍ଷ ଭିତରେ ଆମର ଦେହ ଭିତରେ ଧୀରେ 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 ଡ୍ୟାମେଜ ହେବା ଆରମ୍ଭ ହେଇଛି। ଏହାର ଗ୍ୟାରେଣ୍ଟିଡ ଲାଇଫ ସ୍ପାନ ଟା 15-20 ବର୍ଷ ପାଖାପାଖି ଟିସ୍ୟୁ ଭାଲ୍ଭ ଗୁଡା। ସେଇଥିପାଇଁ ଏଟା ଦିଟା କ୍ୟାଟେଗୋରୀ ଲୋକଙ୍କୁ ଦିଆଯାଏ, ଲଗାଯାଏ ଟିସ୍ୟୁ ଭାଲ୍ଭ ଟା। ନମ୍ବର 1 କ୍ୟାଟେଗୋରୀ ହଉଛି ଯୋଉମାନେ ଏଜେଡ ଲୋକ ଗୁଡା, 60, 65, 70 ଇୟର୍ସ ର ଲୋକଙ୍କ ପାଇଁ ଏଟା ବହୁତ ବଢିଆ ସୁଟେବଲ। 20-25 ବର୍ଷର ତାଙ୍କର ଏଜ ଟା କଟିଗଲେ ତାଙ୍କର ଯୋଉ ନର୍ମାଲ ଲାଇଫଷ୍ଟାଇଲ ଅଛି ସେଟା ଆରାମରେ ଲିଡ୍ କରିପାରିବେ, ଏବଂ ତାଙ୍କ ପାଇଁ ଜଣକୁ ସବୁବେଳେ ବସିକି ଜଗିବା ଦରକାର ନାହିଁ ଯେ ମେଡିସିନ ଖାଇଲେ କି ଆଜି ଭୁଲିଗଲେ କି ଆଜି ଠିକ ଖାଇନାହାନ୍ତି, ଗୋଟେ ଜାଗା ଟାବଲେଟ ଜାଗାରେ 2ଟା ଟାବଲେଟ ଖାଇଦେଲେ, ଏସବୁ ଜିନିଷ ଗୁଡାକ ଅଛି। ମେକାନିକାଲ ଭାଲ୍ଭ ର ଆଡଭାଣ୍ଟେଜ ଟା କଣ, ୟାର ଲାଇଫ ଲଙ୍ଗ ଗ୍ୟାରେଣ୍ଟି ଅଛି, ଏଟା ଖରାପ ହବ ନାହିଁ। କିନ୍ତୁ ମେକାନିକାଲ ଜିନିଷଟା କଣ, ଦେଖନ୍ତୁ ମେଟାଲ ଆଉ ପ୍ଲାଷ୍ଟିକ ରୁ ବନୁଛି, ଯେହେତୁ ମେଟାଲ ଆଉ ପ୍ଲାଷ୍ଟିକ ରୁ ବନୁଛି, ହାର୍ଟ ଭିତରେ ଆପଣ ଲଗେଇଦେଲେ ପ୍ରତ୍ୟେକ ବିଟ ରେ ବ୍ଲଡ ଟା ତା ଉପରେ ବାଜୁଛି ଆଉ ଯାଉଛି। ତ ସେଇଥିପାଇଁ କଣ ହଉଛି, ଯେହେତୁ ବ୍ଲଡ ଟା ତାର ସଂସ୍ପର୍ଶରେ ଆସୁଛି ସଦାବେଳେ, ବ୍ଲଡ ଟା କୌଣସି ପ୍ରକାର ଆର୍ଟିଫିସିଆଲ ଜିନିଷ ବା କୃତ୍ରିମ ଜିନିଷ ଟଚ କଲା ମାନେ ତା ଉପରେ କ୍ଲଟ କରିବ, ସେଟା ହଉଛି କୃତ୍ରିମ ପ୍ରକୃତିର ନିୟମ। ପୁଣି ଏଟା ଚାଲିବ କେମିତି, ଏଟା ତ ବନ୍ଦ ହେଇଯିବ ସାଙ୍ଗେ ସାଙ୍ଗେ। ଯଦି ହାର୍ଟ ର ଭାଲ୍ଭ ଉପରେ ବ୍ଲଡ ଟା କ୍ଲଟ କରିଗଲା, ତା ଉପରେ ଜମାଟ କରିକି କାଦୁଅ ଭଳିଆ ଜମିଯିବ। ତେଣୁକୁ ଏଟା ସ୍ମୁଥଲି ଖୋଲୁ ବନ୍ଦ ହଉ ଚକ୍ରରେ ତାକୁ ସ୍ପେଶାଲ ଆଣ୍ଟି କ୍ଲଟିଂ ମେଡିସିନ ଗୁଡା ଦିଆଯାଏ। ସେଥିରେ କଣ ହବ, ବ୍ଲଡ ଟା ଆପଣ କ୍ଲଟ ହେବ ନାହିଁ। କିନ୍ତୁ ସେଇଟା ପୁଣି ଆଉ ଗୋଟେ ପ୍ରୋବ୍ଲେମ ସଲ୍ଭ କଲା ବେଳକୁ ଆପଣ ଆଉ ଗୋଟେ ପ୍ରୋବ୍ଲେମ ଟା ତାକୁ ଧରେଇ ଦେଇଛନ୍ତି। ଆଣ୍ଟି କ୍ଲଟିଂ ମେଡିସିନ ଆପଣ ଦଉଛନ୍ତି, ଆଣ୍ଟି କ୍ଲଟିଂ ମେଡିସିନ ର ଫିକ୍ସଡ ଡୋଜ ବା ଫିକ୍ସଡ ଏଫେକ୍ଟ କିଛି ନଥାଏ। ତାମାନେ ଯଦି ଆପଣ ଧରନ୍ତୁ ଗୋଟେ ମେଡିସିନ ଟା ଦଉଛନ୍ତି, ଆପଣ ଜାଣିଥିବେ ଯେ ଏତିକି ଡୋଜ
गोटे लोक को देवा कथा आउ एतिकी डोज देले तार एतिकी इफेक्ट पड़े एटा होची फिक्स्ड डोज एंटीक्लॉटिंग मेडिसिन कौन प्रकार फिक्स्ड डोजिंग फिक्स्ड इफेक्ट किसी नहीं गोटे लोक को गोटे मिलीग्राम रे बेसी ही जाय पारे गोटे लोक को 7 मिलीग्राम रे भी अंटिबो नाही सेति पय कोन हुए ताकू प्रत्येक 3 मास को आपण बाध्य एंटीक्लॉटिंग तार टेस्ट उडा पीटीआईआर टेस्ट हम ताकू कहूछु प्रोथ्रोम्बिन टाइप इंटरनेशनल नॉर्मलाइज्ड रेशियो ताकू कहूछु सेटा प्रत्येक 3 मास को 4 मास को गोटे मास रे आपण रिपीट करी 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 ताकू एडजस्ट करथि ता माने कोन एक तो ये मेडिसिन ता डेंजरस मेडिसिन ता तार साइड इफेक्ट होची जदी बेसी डोज पड़ी गेला बेसी इफेक्ट गेला सब आड ब्लीडिंग हो कान नाक पीरियड्स रु पेट भितरे स्टमक भितरु सब जिनस ब्लीडिंग आरंभ हो लोकटा मरि जाय पारे जदि कम हे गेला इफेक्ट से हार्ट बंद हे गेला ताले तार जो प्रॉब्लम सॉल्व करनंती आपण आ गोटे प्रॉब्लम ताकू दे दिचंती तो तेणु से लोक को प्रथम कथा तार अवेयरनेस लेवल रे आपण देखिबा अछि जे केते अवेयर अछि केते एजुकेटेड अछि और केते मोटिवेटेड अछि जदि आपनकर नंबर्स देखिबे ताले 2/3 लेडीज को भितर वुमेन मान को भितर 1/3 मेन को भितर तो समाज निम्न वर्ग दैट टू वुमेन को भितर अवेयरनेस यार बहुत कम एक तेणुक कौन से प्रकार बाट जब आप बताऊँ पाखे ना तो अवेयरनेस अच्छी ना से संबल अच्छी से प्रिवेंट करके देखिपारे से प्रिवेंट करवाटा एत सहज नुह हाँ गोटे जिनस अच्छी ओवर क्राउडिंग पॉल्यूशन रे बेसी हुए माने गोटे घर भितर 5 जन 6 जन 7 जन रोचंती से बेसी कॉमनली हम थ्रोट इन्फेक्शन माने पाखे पाखे रहिले एरोसोल ट्रांसमिशन जल्दी जल्दी स्प्रेड हुए तो ओवर क्राउडिंग और ये पॉल्यूशन गुड़ाक समाज रे निम्न वर्ग भितर केमिति प्रिवेंट कर पारे तांको पाखरे तो बंगलो नहीं जे नहीं खोला खोला रही पारे ସେମାନେ गोटे जिनस मु कहि परबी जे टिके जल्दी जदी डिटेक्ट ही पारंता माने एई पर्टिकुलर एज ग्रुप रो लोकन को जदी आपण स्क्रीन करि पारंते बा अवेयरनेस था जदि से कॉलेज पढ़वा पूर्व स्कूल रहा बेलू जदि रेगुलर चेकअप कराते ताले धरी हंता अर्ली स्टेज धरले पॉसिबल प्रिवेंट करवाटा मत कहीं लगुनि फिजिबल आम पाखे एमती किसी स्ट्राटेजी ना रूमेटिक हार्ट डिजीज प्रिवेंट कर पारबो हाँ जदि अर्ली स्टेज हाँ मेडिकल मैनेजमेंट स्टार्ट करदे तार गोटे प्रकार एंटीबायोटिक भी मिलूँ जोटा कि जो डैमेज होची वाल्व को जॉइंट गुड़ा से बहुत कमे देव विभिन्न रोगर कारण और निराकरण संपर्क में डाक्तरों ठारू जानिबा पई स्वास्थ्य प्लस ओडिया यूट्यूब चैनल सब्सक्राइब करंतु।